ପାଞ୍ଚଟି ରସୁଣ କୁଲା ଏହି ଜାଗାରେ ବାନ୍ଧି ଦିଅନ୍ତୁ। ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ବା ବିବାହିତା ନାରୀ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ର ତନ୍ତ୍ରରେ କେବଳ 5ଟି ରସୁଣ କୁଲା ଆଉ କଳା ସୂତା ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ। କେଉଁ ବି ବିବାହିତା ନାରୀଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଆପଣ ଭାବୁଛନ୍ତି କି 5ଟି ରସୁଣ କୁଲା ଆଉ କଳା ସୂତା ସାହାଯ୍ୟରେ ଆପଣ କିପରି ବଶୀକରଣ କରିପାରିବେ? ଆଜ୍ଞା ହଁ, ଇଏ ସତ। ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ 5ଟି ରସୁଣ କୁଲା ଆଉ କଳା ସୂତାରେ ଏମିତି ଏକ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ସିଏ ନିଜେ ଆପଣଙ୍କୁ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ମୋ କଥା ମାନି 5ଟି ରସୁଣ କୁଲା ଆଉ କଳା ସୂତା ଆଣି ଏହି ବଶୀକରଣ ଗୋଟିଏ ଥର କରିଦିଅନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି 5ଟି ରସୁଣ କୁଲା ଆଉ କଳା ସୂତାର ଏହି ବଶୀକରଣ କରିଛି, 100ରୁ 100% ସଫଳ ହେଇଛି। ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ବିବାହିତା ନାରୀକୁ ପଟେଇ ପାରିଛି। ତେଣୁ ଆପଣ ବି ଏହାକୁ ଭାବିଚିନ୍ତିକି କରିବେ। ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ କରିବେନି। କାହିଁକି ନା ମାତ୍ର ଥରେ ବଶୀକରଣ ହେବା ପରେ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଯଦି କେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ଆପଣଙ୍କୁ ଦେଖୁନଥିଲା, ସେ ଝିଅ ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କୁ ଦେଖିବା ମାତ୍ରେ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ସୁନ୍ଦରୀରୁ ସୁନ୍ଦରୀ ପଡ଼ିଶା ଘର ଭାଉଜ ରାତି ଦିନ ଫୋନ୍ କରିବ, ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ 5ଟି ରସୁଣ କୁଲା ଆଉ କଳା ସୂତାର ଏହି ବଶୀକରଣ ଆପଣ କିପରି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ଯିବେନି, ନହେଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ମନ୍ତ୍ର ତନ୍ତ୍ର ଯନ୍ତ୍ର ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ ବିଧି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ନିଜର କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଚାଲନ୍ତୁ ଜାଣିବା 5ଟି ରସୁଣ କୁଲା ଆଉ କଳା ସୂତା ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ। କେବଳ ଆପଣଙ୍କୁ 5ଟି ରସୁଣ କୁଲା ଏହି ଜାଗାରେ ବାନ୍ଧିବାର ଅଛି। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ, ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ତେବେ ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶନିବାର ଦିନ କରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣ କରିବେ। ପ୍ରଥମେ ଆପଣ କ'ଣ କରିବେ, ଭଲ ଭାବରେ ହାତ ଗୋଡ଼ ଧୋଇକି 5ଟି ରସୁଣ କୁଲା ଆଉ କଳା ସୂତା ନେଇ ଆସିବେ। ଆପଣଙ୍କ ଘରେ ଯେଉଁ କଳା ରଙ୍ଗର ସିଲେଇ ସୂତା ଥିବ, ଆପଣ ସେହି ସିଲେଇ ସୂତାକୁ ନେଇ ଆସିବେ। ତାପରେ 5ଟି ରସୁଣ କୁଲା ଆଉ କଳା ସୂତା ସାହାଯ୍ୟରେ ଆପଣ ଏହିପରି
ଗୋଟିଏ ମାଳ ତିଆରି କରିଦେବେ। ଧ୍ୟାନ ସହିତ ଦେଖନ୍ତୁ, ମୁଁ ଯେମିତି କରିଛି ଆପଣ ଠିକ୍ ସେହିପରି ଗୋଟିଏ ମାଳ ତିଆରି କରିଦେବେ। ମାଳ କରିସାରିବା ପରେ ସେ ମାଳକୁ ଏହିପରି ନିଜ ସାମ୍ନାରେ ରଖିବେ ଆଉ ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାପରେ ଗୋଟିଏ ରସୁଣ କୁଲାକୁ ଏହିପରି ଛୁଇଁବେ, ଗୋଟିଏ ଥର ସେ ଝିଅର ନାମ କହିବେ। ଏହିପରି ଆପଣ ଗୋଟେ ଗୋଟେ କରି 5ଟି ରସୁଣ କୁଲା ଛୁଇଁବେ ଆଉ 5 ଥର ସେ ଝିଅର ନାମ କହିବେ। ଏହିପରି କରିସାରିବା ପରେ ଆପଣ କ'ଣ କରିବେ, ଏ ରସୁଣର ମାଳରେ ଗୋଟିଏ ଥର ଫୁଙ୍କି ଦେବେ। ତାପରେ ଏ ରସୁଣର ମାଳକୁ ନେଇକି କୌଣସି ଏକ ନିମ୍ବ ଗଛର ଡାଳରେ ବାନ୍ଧି ଦେଇ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି, ଏହି ବଶୀକରଣ କରିବା ମାତ୍ରେ ସେ ଝିଅ ହେଉ ବା ବିବାହିତା ନାରୀ 5 ମିନିଟରେ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।